ସମସ୍ତଙ୍କୁ ମୋର ସ୍ୱାଗତ। ଆଜି ଆମେ OTETର ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି 64 ନମ୍ବର କ୍ୱେଶ୍ଚନରୁ ଆଲୋଚନା କରିବା। 64 ନମ୍ବର କ୍ୱେଶ୍ଚନ ହେଲା ପ୍ରଶ୍ନ, ବୈଦିକ କାଳର ଇତିହାସର ଜ୍ଞାନ ସେହି କାଳର ସାହିତ୍ୟକୁ ବୁଝିବାରେ ସହାୟକ ହୋଇଥାଏ। ତେବେ ଏହି ଅଧିଗମ ସ୍ଥାନାନ୍ତରଣ ହୋଇଥାଏ। ଅପସନ୍ ଊର୍ଦ୍ଧ୍ୱଧର, ଏକପକ୍ଷୀୟ, ଭୂସମାନ୍ତର, ଦ୍ୱିପକ୍ଷୀୟ। ଏହାର କରେକ୍ଟ ଆନ୍ସର କ'ଣ ହେବ? ଭୂସମାନ୍ତର। ଅପସନ୍ ନମ୍ବର ସି, ଭୂସମାନ୍ତର। ନେକ୍ସଟ କ୍ୱେଶ୍ଚନ 65, ଯେବେ ଏକ ବିଷୟର ଜାଣିଥିବା ପାଠ ଅନ୍ୟ ବିଷୟର ପାଠକୁ ବୁଝିବାରେ ସହାୟକ ହୋଇଥାଏ, ସେହି ପ୍ରକାରର ଅଧିଗମ ସ୍ଥାନାନ୍ତରକୁ କୁହାଯାଏ। ଅପସନ୍ ନମ୍ବର ଏ ଭୂସମାନ୍ତର, ବି ଊର୍ଦ୍ଧ୍ୱଧର, ସି ଦ୍ୱିପକ୍ଷୀୟ, ଡି ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? 65ର କରେକ୍ଟ ଆନ୍ସର ହେଇଗଲା ଅପସନ୍ ନମ୍ବର ବି, ଊର୍ଦ୍ଧ୍ୱଧର। ନେକ୍ସଟ କ୍ୱେଶ୍ଚନ 66, ନିମ୍ନଲିଖିତ ମଧ୍ୟରୁ କେଉଁ ଅଧିଗମ ସ୍ଥାନାନ୍ତରଣ ସିଦ୍ଧାନ୍ତରେ ସମାନ ତତ୍ତ୍ୱଗୁଡ଼ିକର ସଚେତନ ଚିହ୍ନଟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି? ଅପସନ୍ ନମ୍ବର ଏ ସାମାନ୍ୟୀକରଣ ସିଦ୍ଧାନ୍ତ, ବି ଆଦର୍ଶ ପ୍ରକ୍ରିୟା ସିଦ୍ଧାନ୍ତ, ସି ସମଗ୍ରତା ସିଦ୍ଧାନ୍ତ। ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? ଡି, ଏହାର କରେକ୍ଟ ଆନ୍ସର ହେଇଯିବ ଡି, ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? ନେକ୍ସଟ କ୍ୱେଶ୍ଚନ 67, 67ର କ୍ୱେଶ୍ଚନ ହେଲା, ନିମ୍ନଲିଖିତ ମଧ୍ୟରୁ କେଉଁ ମନୋବୈଜ୍ଞାନିକ ଏହି ମତ ପ୍ରଦାନ କରିଥିଲେ କି ସାମାନ୍ୟୀକରଣ ସ୍ୱୟଂ ଏକ ପୂର୍ଣ୍ଣ କାହାଣୀ କୁହେ ନାହିଁ ଯେତେବେଳେ ଯାଏଁ ସମ୍ବେଗାତ୍ମକ ଇମୋସନାଲ ବଣ୍ଡ ପ୍ରଦାନ କରାନଯାଏ? ଅପସନ୍ ନମ୍ବର ଏ ଥର୍ନଡାଇକ, ବି ଜୁଡ୍, ସି ବାଙ୍ଗଲେ, ଡି ୱିଲିୟମ ଜେମ୍ସ। 67ର କରେକ୍ଟ ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ବାଙ୍ଗଲେ। ନେକ୍ସଟ କ୍ୱେଶ୍ଚନ 68, ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଧିଗମ ସ୍ଥାନାନ୍ତରଣ ସିଦ୍ଧାନ୍ତ ଏକ ପରିସ୍ଥିତିରେ ଅର୍ଜିତ ବ୍ୟବହାର ଅନ୍ୟ ପରିସ୍ଥିତିରେ ମାତ୍ର ପୁନରାବୃତ୍ତି ଅଟେ? ଅପସନ୍ ନମ୍ବର ଏ ମାନସିକ ସଂକାୟ, ଅପସନ୍ ନମ୍ବର ବି ସମାନ ତତ୍ତ୍ୱ, ସି ସାମାନ୍ୟୀକରଣ, ଡି ସମଗ୍ରାତ୍ମକ। 68ର କରେକ୍ଟ ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ସମାନ ତତ୍ତ୍ୱ। ନେକ୍ସଟ କ୍ୱେଶ୍ଚନ 69, ନିମ୍ନଲିଖିତ ମଧ୍ୟରୁ କେଉଁ ସିଦ୍ଧାନ୍ତରେ ଏହା ସ୍ପଷ୍ଟ କରାଯାଇଛି କି ସମ୍ପୂର୍ଣ୍ଣ ପରିସ୍ଥିତିର ପ୍ରତ୍ୟକ୍ଷୀକରଣ କରିବା ହିଁ ଅଧିଗମ ସ୍ଥାନାନ୍ତରଣର ମୂଳ ଆଧାର ଅଟେ? 69ର ଅପସନ୍ ନମ୍ବର ଏ ସମାନ ତତ୍ତ୍ୱ ସିଦ୍ଧାନ୍ତ, ବି ସାମାନ୍ୟୀକରଣ ସିଦ୍ଧାନ୍ତ, ସି ଆଦର୍ଶ ପ୍ରକ୍ରିୟାର ସିଦ୍ଧାନ୍ତ, ଡି ସମଗ୍ରତାର ସିଦ୍ଧାନ୍ତ। 69ର କରେକ୍ଟ ଆନ୍ସର ହେଇଯିବ ଡି, ସମଗ୍ରତାର ସିଦ୍ଧାନ୍ତ। ନେକ୍ସଟ କ୍ୱେଶ୍ଚନ 70, ଅଧିଗମ ସ୍ଥାନାନ୍ତରଣ ନିର୍ଭର କରିଥାଏ। ଅଧିଗମ ସ୍ଥାନାନ୍ତରଣ ନିର୍ଭର କରିଥାଏ ଅପସନ୍ ନମ୍ବର ଏ ପୂର୍ବରୁ ପ୍ରାପ୍ତ ଅନୁଭବ ଉପରେ, ବି ଭବିଷ୍ୟତରେ ପାଇବାକୁ ଯାଉଥିବା ଅନୁଭବ ଉପରେ, ସି ପୂର୍ବ ତଥା ଭବିଷ୍ୟତର ଅନୁଭବ ଉପରେ, ଡି ଆଦର୍ଶ ମୂଲ୍ୟ ଉପରେ। 70ର କରେକ୍ଟ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପୂର୍ବରୁ ପ୍ରାପ୍ତ ଅନୁଭବ ଉପରେ। ନେକ୍ସଟ କ୍ୱେଶ୍ଚନ 71, 71 ହେଲା ଅନ୍ତର୍ବିଷୟୀ ଅଭିକ୍ରିୟା ଇଣ୍ଟରଡିସିପ୍ଲିନାରୀ ଏପ୍ରୋଚରେ ଅଧିଗମ ସ୍ଥାନାନ୍ତରଣ। 71ର ଅପସନ୍ ନମ୍ବର ଏ ସହାୟକ ହୋଇଥାଏ, ବାଧା ଜନ୍ମାଏ, ହୋଇନଥାଏ, ମୂଲ୍ୟହୀନ ହୋଇଥାଏ। ଏହାର କରେକ୍ଟ ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ସହାୟକ ହୋଇଥାଏ। ଅଧିଗମ ସ୍ଥାନାନ୍ତରଣରେ ଅନ୍ତର୍ବିଷୟୀ ଅଭିକ୍ରିୟା ସହାୟକ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ 72, ଗଣିତର ଜ୍ଞାନ ବିଜ୍ଞାନର ଅନ୍ୟ ଶାଖାଗୁଡ଼ିକରେ ସହାୟତା ପ୍ରଦାନ କରିଥାଏ। ଏହି ଅଧିଗମ ସ୍ଥାନାନ୍ତରଣ ହୋଇଥାଏ ଧନାତ୍ମକ, ଋଣାତ୍ମକ, ଧନାତ୍ମକ ଊର୍ଦ୍ଧ୍ୱଧର, ଧନାତ୍ମକ ଭୂସମାନ୍ତର। କରେକ୍ଟ ଆନ୍ସର ହେଇଯିବ 72ର ଅପସନ୍ ନମ୍ବର ସି, ଧନାତ୍ମକ ଊର୍ଦ୍ଧ୍ୱଧର ହୋଇଥାଏ। ନେକ୍ସଟ କ୍ୱେଶ୍ଚନ 73,
ପିଲାମାନଙ୍କ ଉପରେ ଆଲୋକର ପ୍ରତିସରଣ ରିଫ୍ରେକ୍ସନ୍ ଅଫ୍ ଲାଇଟ୍ ଶିଖାଇବା ସମ୍ବନ୍ଧରେ ଗବେଷଣା କରି ଅଧିଗମ ସ୍ଥାନାନ୍ତରଣର ସିଦ୍ଧାନ୍ତ ବିକଶିତ କରିଥିଲେ। ଅପସନ୍ ନମ୍ବର ଏ ୱିଲିୟମ୍ ଜେମ୍ସ, ବି ଚାର୍ଲସ ଜୁଡ୍, ସି ଥର୍ନଡାଇକ୍, ଡି ବାଗ୍ଲେ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି 73ର ବି ଚାର୍ଲସ ଉଡ୍। ନେକ୍ସଟ କ୍ୱେଶ୍ଚନ୍ 74 ବିଶିଷ୍ଟ କାରକର ସ୍ଥାନାନ୍ତରଣ ହୁଏ ନାହିଁ। ଏହା ସମ୍ବନ୍ଧିତ ଅଟେ 74ର ଅଧିଗମ ସିଦ୍ଧାନ୍ତରେ, ବୁଦ୍ଧି ସିଦ୍ଧାନ୍ତରେ, ବିକାଶାତ୍ମକ ସିଦ୍ଧାନ୍ତରେ, ଅଧିଗମ ସ୍ଥାନାନ୍ତରଣ ସିଦ୍ଧାନ୍ତରେ। 74ର ଅପସନ୍ ନମ୍ବର ଡି ଅଧିଗମ ସ୍ଥାନାନ୍ତରଣ ସିଦ୍ଧାନ୍ତରେ। ନେକ୍ସଟ କ୍ୱେଶ୍ଚନ୍ 75 ନିମ୍ନଲିଖିତ ମଧ୍ୟରୁ କେଉଁ ଅଧିଗମ ସ୍ଥାନାନ୍ତରଣ ସିଦ୍ଧାନ୍ତରେ ସମାନ ତତ୍ତ୍ୱର ସଚେତ ପରିଚୟ କନସିୟସ୍ ରେକଗ୍ନାଇସନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି? ଅପସନ୍ ନମ୍ବର ଏ ସାମାନ୍ୟୀକରଣ, ବି ମାନସିକ ଶକ୍ତି, ସି ସମାନ ତତ୍ତ୍ୱ, ଡି ସାମାନ୍ୟ ବିଶିଷ୍ଟ କାରକ। ଏହାର କରେକ୍ଟ ଆନ୍ସର୍ ହେଇଯିବ 75ର ଅପସନ୍ ନମ୍ବର ଏ ସାମାନ୍ୟୀକରଣ। ନେକ୍ସଟ କ୍ୱେଶ୍ଚନ୍ 76 ଅଧିଗମ ସ୍ଥାନାନ୍ତରଣ ମୁଖ୍ୟତଃ ନିର୍ଭର କରେ ପୂର୍ବ ଅନୁଭବ ଉପରେ, ପଶ୍ଚାତ ଅନୁଭବ ଉପରେ, ପୂର୍ବ ପଶ୍ଚାତ ଅନୁଭବ ଉପରେ, ବାତାବରଣ ସହିତ ଅନ୍ତଃକ୍ରିୟା ଉପରେ। ଏହାର 76ର ହେଇଯିବ ଅପସନ୍ ନମ୍ବର ଏ ପୂର୍ବ ଅନୁଭବ ଉପରେ, ପ୍ରି ଏକ୍ସପିରିଏନ୍ସ ପୂର୍ବ ଅନୁଭବ ଉପରେ। 77ର କ୍ୱେଶ୍ଚନ୍ ହେଲା ଅଧିଗମ ସ୍ଥାନାନ୍ତରଣର ସେହି ସିଦ୍ଧାନ୍ତ ଯାହା ଏହି ତଥ୍ୟ ଉପରେ ଗୁରୁତ୍ୱ ଦିଏ କି ପୂର୍ବ ପରିସ୍ଥିତିରେ ଅର୍ଜିତ ବ୍ୟବହାରକୁ ମାତ୍ର ନୂତନ ପରିସ୍ଥିତିରେ ପୁନରାବୃତ୍ତି କରିଦେବା। ତାହା ହେଉଛି 77ର ଅପସନ୍ ହେଲା ସମାନ ତତ୍ତ୍ୱର ସିଦ୍ଧାନ୍ତ, ସାମାନ୍ୟୀକରଣ ସିଦ୍ଧାନ୍ତ, ମାନସିକ ଶକ୍ତି ସିଦ୍ଧାନ୍ତ, ସମଗ୍ରତା ସିଦ୍ଧାନ୍ତ। ଏହାର 77ର ଅପସନ୍ ନମ୍ବର ଏ ସମାନ ତତ୍ତ୍ୱର ସିଦ୍ଧାନ୍ତ। ନେକ୍ସଟ କ୍ୱେଶ୍ଚନ୍ 78ର ଅଧିଗମ ସ୍ଥାନାନ୍ତରଣର ମୂଳ ଆଧାର ହେଉଛି ସମ୍ପୂର୍ଣ୍ଣ ପରିସ୍ଥିତିର ପ୍ରତ୍ୟକ୍ଷୀକରଣ। ଏହି ବିଚାର ନିମ୍ନଲିଖିତ ମଧ୍ୟରୁ କେଉଁ ଅଧିଗମ ସ୍ଥାନାନ୍ତରଣ ସିଦ୍ଧାନ୍ତ ସହ ସମ୍ବନ୍ଧିତ? ସମାନ ତତ୍ତ୍ୱ ସିଦ୍ଧାନ୍ତ, ସାମାନ୍ୟୀକରଣ ସିଦ୍ଧାନ୍ତ, ସାମାନ୍ୟ ବିଶିଷ୍ଟ କାରକ ସିଦ୍ଧାନ୍ତ, ସମଗ୍ରତା ସିଦ୍ଧାନ୍ତ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି ସମଗ୍ରତା ସିଦ୍ଧାନ୍ତ। ନେକ୍ସଟ କ୍ୱେଶ୍ଚନ୍ 79 ଅନ୍ତର୍ବିଷୟୀ ଉପାଗମ ଓ ଅଧିଗମ ସ୍ଥାନାନ୍ତରଣରେ କ'ଣ ହୋଇଥାଏ? ବୃଦ୍ଧି କରିଥାଏ, ବାଧା ଉତ୍ପନ୍ନ କରିଥାଏ, ପ୍ରଭାବହୀନତା ହୋଇଥାଏ। ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? 79ର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଏ ବୃଦ୍ଧି କରିଥାଏ। ନେକ୍ସଟ କ୍ୱେଶ୍ଚନ୍ 80 ଯେତେବେଳେ ଶରୀରର ଏକ ଭାଗ ପ୍ରଶିକ୍ଷଣ ଅନ୍ୟ ଭାଗକୁ ସ୍ଥାନାନ୍ତରିତ ହୋଇଥାଏ ତାହାକୁ କୁହାଯାଏ ଧନାତ୍ମକ, ଋଣାତ୍ମକ, ଊର୍ଦ୍ଧ୍ୱାଧର, ଦ୍ୱିପାର୍ଶ୍ୱିକ। ଏହାର କରେକ୍ଟ ଆନ୍ସର୍ ହେଇଯିବ 80ର ଅପସନ୍ ନମ୍ବର ଡି ଦ୍ୱିପାର୍ଶ୍ୱିକ। ନେକ୍ସଟ କ୍ୱେଶ୍ଚନ୍ 81ର କ୍ୱେଶ୍ଚନ୍ ହେଲା ନିମ୍ନଲିଖିତ ମଧ୍ୟରୁ କେଉଁ ତଥ୍ୟ ଅଧିଗମ ସ୍ଥାନାନ୍ତରଣର ଅନ୍ତର୍ଗତ ସ୍ଥାନାନ୍ତରିତ ହେଉଛି? ଅପସନ୍ ନମ୍ବର ଏ ବ୍ୟବହାର, ପ୍ରବୃତ୍ତି, ଯୋଗ୍ୟତାଗୁଡ଼ିକ, ଏ ବି ଓ ସି ତିନୋଟି ଯାକ। ଏହାର କରେକ୍ଟ ଆନ୍ସର୍ ହେଇଯିବ 81ର ଡି ଏ ବି ଓ ସି ତିନୋଟି ଯାକ। ଆମ ବ୍ୟବହାର, ପ୍ରବୃତ୍ତି, ଯୋଗ୍ୟତାଗୁଡ଼ିକ। ନେକ୍ସଟ କ୍ୱେଶ୍ଚନ୍ 82 ଯେତେବେଳେ ପରିବାରର ଅଭ୍ୟାସ ତଥା ମୂଲ୍ୟ ଯାହା ବିଦ୍ୟାର୍ଥୀକୁ ପ୍ରଭାବିତ କରିଥାଏ ସେମାନଙ୍କୁ ବିଦ୍ୟାର୍ଥୀ ନିଜ ପରିପକ୍ୱତା ଅନୁସାରେ ଆପଣାର କରେ ଏହି ଅଧିଗମ ସ୍ଥାନାନ୍ତରଣ ହୋଇଥାଏ ଧନାତ୍ମକ ଊର୍ଦ୍ଧ୍ୱାଧର ସ୍ଥାନାନ୍ତରଣ, ଧନାତ୍ମକ ଭୂ-ସମାନ୍ତର ସ୍ଥାନାନ୍ତରଣ, ଏକପକ୍ଷୀୟ ସ୍ଥାନାନ୍ତରଣ, ଦ୍ୱିପକ୍ଷୀୟ ସ୍ଥାନାନ୍ତରଣ। 82ର ଅପସନ୍ ନମ୍ବର ବି ଧନାତ୍ମକ ଭୂ-ସମାନ୍ତର ସ୍ଥାନାନ୍ତରଣ। ନେକ୍ସଟ କ୍ୱେଶ୍ଚନ୍ 83ର ନିମ୍ନଲିଖିତ ମଧ୍ୟରୁ କେଉଁ ବିଷୟ ଶିଖିବାରେ ଅଧିଗମ ସମ୍ବନ୍ଧରେ ସତ୍ୟ ଅଟେ? ଅପସନ୍ ନମ୍ବର ଏ ବିଦ୍ୟାର୍ଥୀମାନଙ୍କ ଦ୍ୱାରା କରାଯାଉଥିବା ତ୍ରୁଟି ଏହା ସଂକେତ ଦିଏ ଯେ ବିଦ୍ୟାର୍ଥୀମାନେ କିଛି ଶିଖି ନାହାନ୍ତି।
ଶିଖିବା ସେହି ପରିସ୍ଥିତିରେ ଅଧିକ ପ୍ରଭାବିତ ହୋଇଥାଏ ଯେତେବେଳେ ଶ୍ରେଣୀଗତ ପରିସ୍ଥିତିରେ ସମ୍ବେଗାତ୍ମକ ରୂପେ ସକାରାତ୍ମକ ତଥା ବିଦ୍ୟାର୍ଥୀଙ୍କ ସନ୍ତୁଷ୍ଟି ପ୍ରଦାନ କରିଥାଏ। ସି ହେଲା ଶିଖିବା ସମ୍ବେଗାତ୍ମକ କାରକ ଗୁଡ଼ିକ ସହିତ ପ୍ରଭାବିତ ହୋଇନଥାଏ। ଅପସନ୍ ନମ୍ବର ଡି ଶିଖିବା ମୂଲ୍ୟତଃ ଏକ ସଂଜ୍ଞାନାତ୍ମକ ପ୍ରକ୍ରିୟା। 83ର କ୍ୱେଶ୍ଚନର ଆନ୍ସର୍ ହେଇଗଲା ଅପସନ୍ ନମ୍ବର ବି। ଶିଖିବା ସେହି ପରିସ୍ଥିତିରେ ଅଧିକ ପ୍ରଭାବିତ ହୋଇଥାଏ ଯେତେବେଳେ ଶ୍ରେଣୀଗତ ପରିସ୍ଥିତିରେ ସମ୍ବେଗାତ୍ମକ ରୂପେ ସକାରାତ୍ମକ ତଥା ବିଦ୍ୟାର୍ଥୀଙ୍କ ସନ୍ତୁଷ୍ଟି ପ୍ରଦାନ କରିଥାଏ। ଅପସନ୍ ନମ୍ବର ବି। ନେକ୍ସଟ କ୍ୱେଶ୍ଚନ 84ର କ୍ୱେଶ୍ଚନ କ'ଣ ରହିଲା? ଧନାତ୍ମକ ରୂପରେ ପରିସ୍ଥିତି ଗୁଡ଼ିକର ସମାନ ତତ୍ତ୍ୱ ତଥା ସମ୍ବନ୍ଧର ଅବହେଳା ନିମ୍ନଲିଖିତ ମଧ୍ୟରୁ କେଉଁ ଅଧିଗମ ସ୍ଥାନାନ୍ତରଣ ସିଦ୍ଧାନ୍ତର କେନ୍ଦ୍ରୀୟ ବିଚାର ହୁଏ? 84ର ଅପସନ୍ ହେଲା ଏ ସମାନ ତତ୍ତ୍ୱ ସିଦ୍ଧାନ୍ତ, ବି ସାମାନ୍ୟୀକରଣ ସିଦ୍ଧାନ୍ତ, ସି ଆଦର୍ଶର ପ୍ରକ୍ରିୟା ସିଦ୍ଧାନ୍ତ, ଡି ସମଗ୍ରତାର ସିଦ୍ଧାନ୍ତ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଡି ସମଗ୍ରତାର ସିଦ୍ଧାନ୍ତ। ଧନ୍ୟବାଦ।